ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ସୁନିତା ୱିଲିୟମ୍ସ ଜଣେ ଭାରତୀୟ ଆମେରିକୀୟ ମହାକାଶଚାରୀ ତଥା ଆମେରିକାର ପୂର୍ବତନ ନୌସେନା ଅଧିକାରୀ। ସେ 322 ଦିନ ମହାକାଶରେ ବିତାଇଥିବା ପ୍ରଥମ ମହିଳା। ୱିଲିୟମ୍ସ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ISSରେ 2ଟି ସ୍ପେସ୍ ମିଶନ STS-116 ଏବଂ ଅଭିଯାନ 32-33 ସମାପ୍ତ କରିଛନ୍ତି। ସେ 7ଟି ଅନ୍ତରୀକ୍ଷ ଅଭିଯାନ କରିଛନ୍ତି ଯାହାର ମୋଟ ଅବଧି 50 ଘଣ୍ଟାରୁ ଅଧିକ। ମହାକାଶଚାରୀଙ୍କ ପାଇଁ ଏକ ଆଦର୍ଶ। ସେ ନିଜର ସଫଳତା ଏବଂ ମହାକାଶ ଅନୁସନ୍ଧାନ ପାଇଁ ଉତ୍ସର୍ଗୀକୃତ ହୋଇ ଅନେକଙ୍କୁ ପ୍ରେରଣା ଦେଇଛନ୍ତି। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।